ଆପଣଙ୍କୁ ଆଜି ଗୋଟେ କଥା ସେୟାର କରୁଛି। ମୋତେ କିଏ ଜଣେ କମେଣ୍ଟ କରି କହିଥିଲେ, ମ୍ୟାମ୍ ଆପଣ କେଉଁଠି ଜବ୍ କରିଛନ୍ତି? କିନ୍ତୁ ମୁଁ ସତ କଥା କହିବାକୁ ଚାହେଁ, ମୁଁ କୌଣସି ଜବ୍ ଫବ୍ କରିନି। କିନ୍ତୁ ଜବ୍ର ଅଫର୍ ଆସିଥିଲା, କିନ୍ତୁ କରିପାରିଲି। ମୋ ଭାଗ୍ୟ ମୋତେ ସାଥ ଦେଲାନି, କାରଣ ଶାଶୁ ଶ୍ୱଶୁର ସେତେବେଳେ ଟିଭି ପେସେଣ୍ଟ ଥିଲେ, ପିଲାମାନେ ବି ଛୋଟ ଛୋଟ ଥିଲେ। ତାପରେ ସେ ସ୍କୁଲରେ ମୋର ହିନ୍ଦୀ ଟିଚର୍ ପାଇଁ ଅଫର୍ ଆସିଥିଲା, ସେ ସ୍କୁଲ ଗ୍ରାଣ୍ଟେଡ୍ ପାଇନଥିଲା। ସ୍କୁଲରେ ଯେଉଁଭଳି ଡୋନେସନ୍ ଖୋଜିଲେ, ସେତେବେଳେ ସମୟରେ ଡୋନେସନ୍ ଆମ ପାଖରେ ସମ୍ଭବପର ନଥିଲା। ଆର୍ଥିକ ପରିସ୍ଥିତି ବହୁତ ଶୋଚନୀୟ ଥିଲା। ତାପରେ ବିଶ୍ୱାସ ବି ନଥିଲା ଦେବୁ ହବ ନହବ, ସେଥିପାଇଁ ଆଉ ଜବ୍ କରିପାରିଲିନି। ତାପରେ ଏବେ ଆଉ ଜବ୍ କରିବାକୁ ଏଜ୍ ବି ନାହିଁ, କି ଜବ୍ କରିବାକୁ ଆଉ କୌଣସି ଆବଶ୍ୟକ ବି ନାହିଁ। ଏଇ ଯେଉଁ ୟୁଟ୍ୟୁବରେ ଭିଡ଼ିଓ ଛାଡ଼ୁଛି, ଇଏ ବି କେଉଁ ଜବ୍ ଠାରୁ କିଛି କମ୍ ନୁହେଁ। ଆପଣମାନଙ୍କର ଭଲ ପାଇବା ମୋ ସାଥିରେ ଥାଉ। ମୋର ଆଉ କୌଣସି କିଛି କରିବାର ଆବଶ୍ୟକ ନାହିଁ। ଆପଣମାନେ ଏଇଭଳି ଭଲ ପାଇବା ଦେଉଥାନ୍ତୁ। ଆପଣଙ୍କର ଉତ୍ତର ରଖିଲି। ମୁଁ ସବୁବେଳେ ସତ କହିବାକୁ ଭଲ ପାଏ। ମୁଁ କୌଣସି ମିଛ କହି କାହା ପାଖରେ କିଛି ପ୍ରଶଂସା ସାଉଣ୍ଟିବାକୁ ଚାହେଁ ନା। ତେଣୁ ମୋ ଭିଡ଼ିଓରେ ଆପଣ ଦେଖି ମୋତେ ଭଲ ପାଇବା ଦିଅନ୍ତୁ। ଇଏ ବି ବହୁତ ବଡ଼ ଜବ୍। ଧନ୍ୟବାଦ।